সুপ্রিয় দর্শক নমস্কার, মু ডক্টর ভবতোষ মণ্ডল আজি এজমা রোগ উপরে কিছু আলোচনা করিবি। এই এজমা রোগ কাহিঁকি হুয়ে এবং চিকিৎসা পরে কাহিঁকি ভাল হুয়ে নাই। কিছু লোক ভাবନ୍ତି যে এই রোগ ভাল হুয়ে নাই। একথা সত্য নুহে। আসন্তু জানিবা। এজমা বা শ্বাস রোগ কহিলে আমি কোন বুঝু? এজমা বা শ্বাস রোগ কহিলে ফুসফুস এবং শ্বাসনলীর সমস্যাকে বুঝাইଥାଏ। শ্বাস রোগ হেলে রোগীর ফুসফুস সমস্যা হেতু শ্বাসনলী ফুলি যায়, শ্বাসনলীর ভিতরে থিবা রন্ধ্র সরু হয়ে যায় এবং কফ জমা হেবা যোগু রোগী ঠিক ভাবে শ্বাস প্রশ্বাস নেই পারে নাই। তেণু শরীরে অক্সিজেনর অভাব সৃষ্টি হুয়ে। রোগী সেই অক্সিজেনর অভাবকে পূরণ করিবা পাই বারম্বার শ্বাস নেবাকু চেষ্টা করে। অনেক রোগী রাতিরে শোইপারନ୍ତି ନାହିଁ, উঠি বসিবাকু বাধ্য হুଅନ୍ତି। ছাতি ভিতরে শস পিপা আদি শব্দ হুয়ে, কাশ হুয়ে। রোগী বেশি পরিশ্রম করিপারନ୍ତି ନାହିଁ। এজমা বিভিন্ন প্রকার হইপারে, যেপরি এলার্জিক এজমা, নন এলার্জিক এজমা, ইসোনোফিলিক এজমা, অকুপেশনাল এজমা ইত্যাদি। এবে আমি জানিবা যে এলার্জিক এজমা কোন। এলার্জিক এজমা কহিলে যেতেবেলে জনে লোক ধূয়া, ধূଳି, ফুল রেণু পরি সাধারণ জিনিস সংস্পর্শে আসি শ্বাসকাশ সমস্যার সম্মুখীন হুয়ে তাহাকু এলার্জিক এজমা কুহযায়। এই ধূয়া, ধূଳି বা ফুল রেণু অন্য লোকଙ୍କ ପାଇଁ সাধারণ বা এলার্জিক অবস্থা সৃষ্টি করে নাই। এঠারে এই ধূଳି, ধূয়া, ফুল রেণুকু এলার্জেন কুহযায়। নন এলার্জিক এজমা কোণ? যে লোক মানে বারম্বার রেসপিরেটরি ট্রাক্ট ইনফেকশন যোগু ভোগুছন্তি সেমানଙ୍କଠାରେ ଶ୍ୱାସକଷ୍ଟ ଦେଖାଗଲେ ତାହାକୁ ନନ୍ ଏଲାର୍ଜିକ୍ ଏଜମା ବୋଲି କୁହାଯାଏ। ମାତ୍ର ଜଣେ ବ୍ୟକ୍ତି ଯେତେବେଳେ ବାରମ୍ବାର ଇନଫେକ୍ସନରେ ପୀଡ଼ିତ ହେଉଛନ୍ତି, ଅର୍ଥାତ୍ ତାଙ୍କର ଇମ୍ୟୁନ୍ ସିଷ୍ଟମ ନିଶ୍ଚିତ ଭାବରେ ଦୁର୍ବଳ ରହିଛି, ସେଠାରେ ମଧ୍ୟ ନ୍ୟୁଟ୍ରୋଫିଲ୍ ବା ଇସୋନୋଫିଲ୍ ନିଶ୍ଚିତ ଭାବରେ ଅଧିକ ରହିଥିବ। ତେଣୁ ଏଲାର୍ଜିକ୍ ଅବସ୍ଥାକୁ ଅସ୍ୱୀକାର କରିହେବ ନାହିଁ। ଇସୋନୋଫିଲିକ୍ ଏଜମା କ'ଣ? ରୋଗୀ ଶରୀରରେ ଇନଫେକ୍ସନ୍ ଥିଲେ ସେତେବେଳେ ରୋଗୀ ଶରୀରରେ ଇସୋନୋଫିଲ୍ ଓ ଏନଜାଇମ୍ ସୃଷ୍ଟି ହୁଏ, ଯାହାଫଳରେ ରୋଗୀ ଶରୀରରେ ଏଲାର୍ଜିକ୍ ରିଆକ୍ସନ୍ ସୃଷ୍ଟି ହୁଏ। ଫଳରେ ରୋଗୀକୁ ଥଣ୍ଡା ଛାଡ଼େ ନାହିଁ, ଶ୍ୱାସକାଶ ପରି ସମସ୍ୟା ଭୋଗ କରେ। ତେବେ ଏଠାରେ ଏହା ପ୍ରମାଣିତ ହେଉଛି ଯେ ଏଲାର୍ଜି, ଇନଫେକ୍ସନ୍ ପରି ସମସ୍ୟା ଗୁଡ଼ିକ ଯୋଗୁଁ ଲୋକମାନେ ଶ୍ୱାସକଷ୍ଟ ଭୋଗୁଛନ୍ତି। ଏଠାରେ ଦେଖନ୍ତୁ, ଇମ୍ୟୁନ୍ ସିଷ୍ଟମର ଏବନର୍ମାଲ ଆକ୍ସନ୍ ଯୋଗୁଁ ଏଲାର୍ଜି ହେଉଛି ଏବଂ ଇମ୍ୟୁନ୍ ସିଷ୍ଟମର ଦୁର୍ବଳତା ଯୋଗୁଁ ଇନଫେକ୍ସନ୍ ହେଉଛି। ତେଣୁ ଇମ୍ୟୁନ୍ ସିଷ୍ଟମର ସମସ୍ୟା ଯୋଗୁଁ ହିଁ ଏଜମା ପରି ରୋଗ ଅଧିକ ଦେଖାଯାଉଛି। ବେଳେବେଳେ ରୋଗୀର ବିଭିନ୍ନ ପରୀକ୍ଷା କରି ମଧ୍ୟ କିଛି ଇନଫେକ୍ସନ୍ ମିଳେ ନାହିଁ, ତଥାପି ତାଙ୍କଠାରେ ଏଜମା ରହିଥିବାର ଦେଖାଯାଏ। ପ୍ରିୟ ଦର୍ଶକ, ସବୁବେଳେ ପରୀକ୍ଷା ଦ୍ୱାରା ଇନଫେକ୍ସନ୍ ଜାଣି ହେବ ନାହିଁ। ବେଳେବେଳେ ରୋଗୀର ବିଭିନ୍ନ ପରୀକ୍ଷା କରି ମଧ୍ୟ ଇନଫେକ୍ସନ୍ ମିଳେ ନାହିଁ, ତଥାପି ତାଙ୍କଠାରେ ଏଜମା ପରି ସମସ୍ୟା ରହିଥିବାର ଦେଖାଯାଏ। ପ୍ରିୟ ଦର୍ଶକ, ସବୁବେଳେ ପରୀକ୍ଷା ଦ୍ୱାରା ଇନଫେକ୍ସନ୍ ଜାଣି ହେବ ନାହିଁ, ମାତ୍ର ଇନଫେକ୍ସନ୍ର ଲକ୍ଷଣ ରୋଗୀଠାରେ ଦେଖାଯିବ। ଯଦି ଜଣେ ରୋଗୀ କେବେ ହେଲେ ଇନଫେକ୍ସିଆସ୍ ରୋଗରେ ଭୋଗିଛନ୍ତି
এবং ସେହି ସମୟରେ ସେ ହାୟାର ଆଣ୍ଟିବାୟୋଟିକ୍ ଜାତୀୟ ଔଷଧ ସେବନ କରିଥିଲେ କିଛି ଜୀବାଣୁ ମରିଯାଏ ଆଉ କିଛି ଜୀବାଣୁ ବିଭିନ୍ନ ସୁରକ୍ଷିତ ସ୍ଥାନରେ ଲୁଚି ରହି ରୋଗୀ ଶରୀରରେ ବିଭିନ୍ନ ପ୍ରକାର ଲକ୍ଷଣମାନ ପ୍ରକାଶ କରେ। ଯେପରି ରୋଗୀକୁ ମ୍ୟାଲେରିଆ ହୋଇଥିଲେ ପରବର୍ତ୍ତୀ ସମୟରେ ତାଙ୍କ ମୁଣ୍ଡ ବଥା, ମୁଣ୍ଡ ଓଜନ ଲାଗିବା, ଚିଡ଼ଚିଡ଼ା ଲାଗିବା, ନିଦ ନ ହେବା ବା ଅଧିକ ହେବା, ଶରୀର ଶୀତେଇ ଉଠିବା, ଶରୀର ବିଭିନ୍ନ ସ୍ଥାନରେ ବଥା, ଜରୁଆ ଜରୁଆ ଅନୁଭୂତି, ବାରମ୍ବାର ଥଣ୍ଡା ଧରିବା, ଥଣ୍ଡା ନ ଛାଡ଼ିବା, ଛିଙ୍କ, କାଶ, ଶ୍ୱାସ ସମସ୍ୟା, ଚର୍ମ ସମସ୍ୟା, ବାନ୍ତିଆ ଲାଗିବା, ପିତ୍ତ ବାନ୍ତି, ହଜମ ନ ହେବା, ଛାତି ତଣ୍ଟି ଜଳାପୋଡ଼ା ହେବା, ଝାଡ଼ା ନ ଛାଡ଼ିବା ଇତ୍ୟାଦି ଇତ୍ୟାଦି ଦେଖାଗଲେ ଜାଣିବେ ଯେ ମ୍ୟାଲେରିଆ ଜୀବାଣୁ ରୋଗୀର ଲିଭରରେ ରହିଛି। ସେହି କାରଣ ହେତୁ ରୋଗୀର ଥଣ୍ଡା ଏବଂ ଶ୍ୱାସ ସମସ୍ୟା ଛାଡ଼ୁନାହିଁ। ପ୍ରିୟ ଦର୍ଶକ, ଏଥିରୁ ଆମେ ଜାଣିପାରିଲୁ ଯେ ଶ୍ୱାସ ରୋଗରୁ ମୁକ୍ତି ପାଇବାକୁ ହେଲେ ଇମ୍ୟୁନ୍ ସିଷ୍ଟମକୁ ଠିକ୍ କରିବାକୁ ହେବ। ଏହି ଇମ୍ୟୁନ୍ ସିଷ୍ଟମର ମୁଖ୍ୟାଳୟ ହେଉଛି ଲିଭର। ତେଣୁ ଲିଭରକୁ ସୁସ୍ଥ କରିପାରିଲେ, ଲିଭରକୁ ଜୀବାଣୁମୁକ୍ତ କରିପାରିଲେ ଆପଣଙ୍କ ଶରୀରରେ ଆଲର୍ଜି ହେବ ନାହିଁ। ଇନଫେକ୍ସନ୍ ହେଲେ ମଧ୍ୟ ତାହା ଆପଣଙ୍କ ଶରୀରରେ ବଢ଼ିପାରିବ ନାହିଁ। ବହୁତ ଲୋକ କହନ୍ତି ଯେ ଆଜ୍ମା ଭଲ ହୁଏ ନାହିଁ, ମାତ୍ର ତାହା ସତ ନୁହେଁ। ଯେଉଁମାନେ ଏପରି ସମସ୍ୟା ଭୋଗୁଛନ୍ତି ସେମାନେ ଅଧିକ ଜାଣିବା ପାଇଁ ସକାଳ 8ଟା ଠାରୁ ଦିନ 1ଟାଏ ଓ ଅପରାହ୍ନ 5ଟା ଠାରୁ ରାତି 8ଟା ମଧ୍ୟରେ ସମ୍ପର୍କ କରନ୍ତୁ। ଆଶା କରୁଛି ଆପଣମାନେ ପୁରା ନହେଲେ ମଧ୍ୟ କିଛି ବୁଝିପାରୁଥିବେ। ତେଣୁ ଶ୍ୱାସ ରୋଗ ପାଇଁ ଇନହେଲର, ଆଣ୍ଟି ଆଲର୍ଜିକ୍ ଓ ଆଣ୍ଟିବାୟୋଟିକ୍ସ ଯଥେଷ୍ଟ ନୁହେଁ। ସେଥିପାଇଁ ଦରକାର ପିଓର ହୋମିଓପାଥିକ୍ ଟ୍ରିଟମେଣ୍ଟ, ଯେଉଁଥିରେ ରୋଗୀର ସମ୍ପୂର୍ଣ୍ଣ ରୋଗ ବିବରଣୀ ନେଇ ହୋମିଓପାଥିକ୍ ଚିକିତ୍ସା କଲେ ବହୁତ ଶୀଘ୍ର ଶ୍ୱାସ ସମସ୍ୟା ଦୂର ହୋଇପାରିବ। ପ୍ରିୟ ଦର୍ଶକ, ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଯଦି ଭଲ ଲାଗିଛି ତେବେ ଲାଇକ୍ ଓ ସେୟାର କରି ନିଜେ ଜାଣିବା ସହିତ ଅନ୍ୟ ରୋଗୀମାନଙ୍କୁ ଜାଣିବାର ସୁଯୋଗ କରିଦିଅନ୍ତୁ। ଆଉ ଯଦି ଆମ ଚ୍ୟାନେଲର ଆପଣ ନୂତନ ଦର୍ଶକ ତେବେ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକୁ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ। ଧନ୍ୟବାଦ।